ମେଷ ରାଶି ସକାଳ 6:49 ପରେ ଅଷ୍ଟମ ଚନ୍ଦ୍ର, ଅପରାହ୍ନ 1:30 ପରେ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେହେବ। ଯେଉଁମାନଙ୍କର ଦ୍ୱିଜା ଓ କୃତ୍ତିକା ମେଷ, ସେମାନେ ଆଜି ସତର୍କ ହୁଅନ୍ତୁ। ଆଜିର ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 6 ଏବଂ ଆଜି ଆପଣ ପ୍ରଭୁ ସ୍କନ୍ଦଙ୍କୁ ଆରାଧନା କରନ୍ତୁ। ବୃଷ ରାଶି ଷଷ୍ଠ ଓ ସପ୍ତମ ଚନ୍ଦ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ। ପୁତ୍ର, କନ୍ୟା, ଭାତୃଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳାଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ମୃଗଶିରା ଓ ରୋହିଣୀ ବୃଷ, ସେମାନେ ଆଜି ଉପକୃତ ହେବେ। ଆଜିର ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 12 ଏବଂ ଆଜି ଆପଣ ପ୍ରଭୁ ଶ୍ରୀରାମଙ୍କୁ ଆରାଧନା କରନ୍ତୁ। ମିଥୁନ ରାଶି ସକାଳ 6:49 ପରେ ଷଷ୍ଠ ଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣେଇବେ। ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ କରିବେ ଏବଂ ଦେହ ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ଆଜି ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 4 ଏବଂ ଆଜି ଆପଣ ମା ତ୍ରିପୁରା ସୁନ୍ଦରୀଙ୍କୁ ଆରାଧନା କରନ୍ତୁ। କର୍କଟ ରାଶି ସକାଳ 6:49 ପରେ ପଞ୍ଚମ ଚନ୍ଦ୍ର ଏବଂ ଅପରାହ୍ନ 1:30 ପରେ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ପାଇବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ମନରେ ବ୍ୟସ୍ତତା ଓ ବ୍ୟଗ୍ରତା ବୃଦ୍ଧି ପାଇବ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ। ଯେଉଁମାନଙ୍କର ପୁନର୍ବସୁ ଓ ପୁଷ୍ୟ କର୍କଟ, ସେମାନେ ସତର୍କ ହେବେ। ଆଜିର ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 1 ଏବଂ ଆଜି ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ସିଂହ ରାଶି ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଶୁକ୍ରବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦ, ଜମିଜମା ବିବାଦର ସମାଧାନ ହେବ ଏବଂ ମାଲି ମକଦ୍ଦମାରେ ବିଜୟ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଆଜି ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 3 ଏବଂ ଆଜି ଆପଣ ପ୍ରଭୁ ଗଜାନନଙ୍କୁ ଆରାଧନା କରନ୍ତୁ। କନ୍ୟା ରାଶି ସକାଳ 6:49 ପରେ ତୃତୀୟ ଚନ୍ଦ୍ର ଯୋଗୁଁ ନୂତନ ଭୂମି ପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ, କର୍ମାରମ୍ଭ, ବିଦ୍ୟାରମ୍ଭ ଏବଂ ବ୍ୟବସାୟ ଆରମ୍ଭ ଆଦି ଶୁଭ କର୍ମର ଆୟୋଜନ କରିପାରନ୍ତି। ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ ଏବଂ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଏବଂ ଭାଇ ଭଉଣୀଙ୍କ ସାହାଯ୍ୟ ସହଯୋଗ ମିଳିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା, ସେମାନେ ଉପକୃତ ହେବେ। ଆଜିର ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 8
ଏବଂ ଆଜି ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ। ତୁଳା ରାଶି, ଘାତବାର ଏବଂ କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ସଫଳତା ଏବଂ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ସ୍ୱାତି ଓ ବିଶାଖା ତୁଳା, ସେମାନେ ସତର୍କ ରୁହନ୍ତୁ। ଆଜିର ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 2 ଏବଂ ଆଜି ଆପଣ ମା ସମଲେଶ୍ୱରୀଙ୍କୁ ଆରାଧନା କରନ୍ତୁ। ବିଛା ରାଶି, ଶ୍ରୀଚନ୍ଦ୍ର, ଶୁକ୍ରବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ନୂତନ ଭୂମି ପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ ଆଦି ଶୁଭ କର୍ମର ଆୟୋଜନ କରିପାରନ୍ତି କିମ୍ବା ପରିବାର ସହ କୌଣସି ଶୁଭ କର୍ମରେ ଯୋଗ ଦେଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ଜ୍ୟେଷ୍ଠ ବିଛା, ସେମାନେ ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା 17 ଏବଂ ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ଧନୁ ରାଶି, ଦ୍ୱାଦଶ ଚନ୍ଦ୍ର, ଶୁକ୍ରବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ର ଅପରାହ୍ନ 1:50 ପର୍ଯ୍ୟନ୍ତ ରହୁଥିବାରୁ ଅପବ୍ୟୟ, ଅପବାଦ ଓ ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ। ଧନର ସତ୍ ବିନିଯୋଗ କରିବେ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମ ସଫଳତାର ସହ ସମ୍ପାଦନ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତର ଆଷାଢ଼ ଧନୁ, ସେମାନେ ଆଜି ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 7 ଏବଂ ଆଜି ଆପଣ ମା ଧୂମାବତୀଙ୍କୁ ଆରାଧନା କରନ୍ତୁ। ମକର ରାଶି, ଏକାଦଶ ଚନ୍ଦ୍ର, ସକାଳ 9:58 ପରେ ଅଷ୍ଟମୀ ତିଥି, ଅପରାହ୍ନ 1:30 ପରେ ଚନ୍ଦ୍ର ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ ଏବଂ ନୂତନ ବ୍ୟବସାୟ ଆରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଆସିବ। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଉତ୍ତର ଆଷାଢ଼ ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଳା, ଶୁଭ ସଂଖ୍ୟା 6 ଏବଂ ଆଜି ଆପଣ ମା ଚଣ୍ଡୀଙ୍କୁ ଆରାଧନା କରନ୍ତୁ। କୁମ୍ଭ ରାଶି, ଦଶମ ଚନ୍ଦ୍ର ଏବଂ ଘାତବାର ଯୋଗୁଁ ଘାତବାରର ପ୍ରଭାବ ରହିବ ନାହିଁ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ଓ ସମସ୍ତ କର୍ମ ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ। କର୍ମରେ ସଫଳତା ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ଖବର ମିଳିବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ମାଟିଆ ଏବଂ ଶୁଭ ସଂଖ୍ୟା 3 ଏବଂ ଆଜି ଆପଣ ମା ଭୈରବୀଙ୍କୁ ଆରାଧନା କରନ୍ତୁ। ମୀନ ରାଶି, କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ ହୋଇପାରେ। ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ଉତ୍ତର ଭାଦ୍ର ମୀନ, ସେମାନେ ସତର୍କ ରୁହନ୍ତୁ। ଆଜିର ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 5 ଏବଂ ଆଜି ଆପଣ
ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଆପଣଙ୍କୁ ଯଦି ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ନିଜ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ମଧ୍ୟରେ ସେୟାର ମଧ୍ୟ କରିଦିଅନ୍ତୁ। ଜୟ ଜଗନ୍ନାଥ, ନମସ୍କାର।